ଆଜିର ମୁଖ୍ୟ ସମାଚାର। ଚଣ୍ଡିଖୋଲଠାରେ 19,600 କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରୁ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କଲେ ମୋଦି। କହିଲେ ଆପଣ ପରିବାର ପାଇଁ ବଞ୍ଚନ୍ତି, ମୋଦି ଦେଶ ପାଇଁ ବଞ୍ଚେ। ସାଧାରଣ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ମେରା ଭାରତ ମେରା ପରିବାର। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାବାସୀଙ୍କୁ ଭେଟି ଦେଇଥିବା ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ସହଯୋଗ କାମନା କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଭୁବନେଶ୍ୱର ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସ କାନ୍ତି ମଙ୍ଗଳବାର ଇଡିରେ ହାଜର ହୋଇଛନ୍ତି। ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନୂତନ ୱେବସାଇଟ୍ ଉନ୍ମୋଚନ କରିଛନ୍ତି। ଏହା ଏକ ନାଗରିକ କୈନ୍ଦ୍ରିକ ୱେବସାଇଟ୍। ନୂଆଦିଲ୍ଲୀ ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ହୋଇଛି ଡାଉନ୍। ମଙ୍ଗଳବାର ଉଭୟ ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ଭିନ୍ନ ଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାପଡ଼ିଛି। ନୂଆଦିଲ୍ଲୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ୟୁପିଏ ଏବଂ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳ ଉପରେ ବିତର୍କ କରିବାକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। କହିଲେ ସ୍ଥାନ ସମୟ ବାଛନ୍ତୁ ରାହୁଲ, ବିତର୍କ କରିବାକୁ ମୁଁ ପ୍ରସ୍ତୁତ। ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ପାଇଁ ଆଜିଠୁ ଆରମ୍ଭ ହେଲା ପଞ୍ଜୀକରଣ। ଆସନ୍ତା ଅଗଷ୍ଟ 15 ତାରିଖରେ ଛାତ୍ରଛାତ୍ରୀଙ୍କୁ ଏହି ମ୍ୟାଜିକ୍ କାର୍ଡ଼ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଶେଖ୍ ଶାହଜାହାନଙ୍କୁ ପଶ୍ଚିମବଙ୍ଗ ପୁଲିସର ସିଆଇଡି ସିବିଆଇକୁ ହସ୍ତାନ୍ତର କଲା ନାହିଁ। ଖାଲି ହାତରେ ଫେରିଲା ସିବିଆଇ। ନୂଆଦିଲ୍ଲୀ ଅପରାଧୀଙ୍କୁ ଦାୟୀ କରୁଛି, ଭାରତୀୟଙ୍କୁ ନୁହେଁ, ଏଭଳି କହିଲେ ଗତ ସପ୍ତାହରେ ଝାଡ଼ଖଣ୍ଡର ଦୁମକା ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ସ୍ପେନୀୟ ମହିଳା। ରାୟଗଡ଼ାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ। ହାଲବା ପଞ୍ଚାୟତକୁ ମିଳିଲା ପ୍ରଥମ ପୁରସ୍କାର। କଟକରେ ନକଲି ଡାକ୍ତର ଚିହ୍ନଟ ମାମଲା, ହାଜର ହେଲେ OCMR ଅଧ୍ୟକ୍ଷ। ନୂଆଦିଲ୍ଲୀ ଜାତୀୟ ସ୍ତରର ଖେଳାଳିଙ୍କ ପାଇଁ ଖୁସି ଖବର, ଖେଳ କୋଟାରେ ନିଯୁକ୍ତି ନିୟମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର। କୋରାପୁଟ ଜିଲ୍ଲାରେ ପଞ୍ଚାୟତରାଜ ଦିବସରେ ଶ୍ରେଷ୍ଠ ପଞ୍ଚାୟତ ହେଲା ପୁରସ୍କୃତ। ପଟାଙ୍ଗୀ ବ୍ଲକର ମାଳିପୁଟ ପଞ୍ଚାୟତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲକ୍ଷ୍ମୀପୁର ବ୍ଲକର କୁସୁମଗୁଡ଼ା ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଏବଂ ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଭାରତୀୟ ଦୂରସଞ୍ଚାର ବିଭାଗ ଆଣିଛି ନୂଆ ଅନଲାଇନ୍ ପୋର୍ଟାଲ। ସଞ୍ଚାର ସାଥୀର ନୂଆ ଫିଚର, ଚକ୍ଷୁ ଜରିଆରେ ଲୁଟେରାଙ୍କ ଉପରେ ନଜର ରଖିବ ଦୂରସଞ୍ଚାର ବିଭାଗ। ସାଇବର ଲୁଟେରାଙ୍କୁ ଚେକ୍ ଦେବ ଚକ୍ଷୁ ପୋର୍ଟାଲ। ପୁଣି ପଦାରେ ପଡ଼ିଲା ସ୍ୱାସ୍ଥ୍ୟ ବିଭାଗର ସତ, ଯୁଆଡ଼େ ଦେଖିବେ ଖାଲି ବଡ଼ ବଡ଼ କୋଠା, ହେଲେ ନାହିଁ ବୋନ୍ କେୟାର ୟୁନିଟ୍। ଦକ୍ଷିଣ ଓଡ଼ିଶାର ସବୁଠାରୁ ପ୍ରମୁଖ MKCG ମେଡିକାଲରେ ପରିତାପର ବିଷୟ। ଶ୍ରୀ ହରାଉଛି ପୁରୀ ଜଗନ୍ନାଥ ବଲ୍ଲଭର ପ୍ରମୋଦ ଉଦ୍ୟାନ, ଆଉ ଶୁଭୁନି କୋଇଲିର ଡାକ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ବହୁ ସ୍ଥାନ କଂକ୍ରିଟ ଉଦ୍ୟାନ ପାଲଟିଛି। ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ। ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିରଳ ଚିତ୍ର। ଏଠି ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ। ଗୋପାଳପୁର ଗଳନ୍ଥରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ପରିବାରବର୍ଗଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଗୁହାରି ପାଇଁ ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ଯାଉଥିଲେ, ବାଟରେ ପିହୁମାଙ୍କୁ ଅଟକ ରଖିଲା ପୋଲିସ। ଓଡ଼ିଶା ଭାଗର ପାଣି ରୋକିବାକୁ ଆନ୍ଧ୍ରର ଷଡ଼ଯନ୍ତ୍ର। ମହେନ୍ଦ୍ର ତନୟାର ଉପର ମୁଣ୍ଡରେ ବନ୍ଧ ବାନ୍ଧିଛି ପଡ଼ୋଶୀ ରାଜ୍ୟ। ପାରଳାଖେମୁଣ୍ଡି ଆଖପାଖରେ ଉତ୍କଟ ଜଳ ସମସ୍ୟା ଆଶଙ୍କା। ପୁରୀ ମହଙ୍ଗା ପଡ଼ିଲା ଯୁବତୀଙ୍କୁ ବସ୍ରେ ନ ଉଠାଇବା ଓ ଦୁର୍ବ୍ୟବହାର କରିବା। ଅଣ୍ଡରଟେକିଂ ଲେଖି ଆଉଥରେ ଏଭଳି ଭୁଲ ହେବ ନାହିଁ ବୋଲି ଲେଖିଲେ ଘରୋଇ ବସ୍ କର୍ମଚାରୀ। କମିଲା ସିଏନ୍ଜିର ମୂଲ୍ୟ। ସିଏନ୍ଜିର ମୂଲ୍ୟ କିଲୋଗ୍ରାମ ପିଛା 2.5 ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି। ବଢ଼ୁଥିବା ମୁଦ୍ରାସ୍ଫୀତି ଯୁଗରେ ସିଏନ୍ଜି ମୂଲ୍ୟରେ ଏହି ହ୍ରାସ ସମଗ୍ର ମାସରେ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଢେଙ୍କାନାଳ ଜିଲ୍ଲା କପିଳାସସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ଏକ ମାଇ ହାତୀର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମୃତ ମାଇ ହାତୀର ବୟସ 12 ବର୍ଷ। ଚିକିତ୍ସାଧୀନ ଅବସ୍ଥାରେ ଏହି ହାତୀର ମୃତ୍ୟୁ ଘଟିଛି। ବୋମା ଖାଇଦେବା ଯୋଗୁଁ ଅସୁସ୍ଥ ଅବସ୍ଥାରେ ସଦର ବନାଞ୍ଚଳର ଲୋଚାପଲ୍ଲୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଠାବ କରାଯାଇଥିଲା। ନମସ୍କାର, ଆଜିର ମୁଖ୍ୟ ସମାଚାରକୁ ଏଇଠି ସମାପ୍ତ କରୁଛି। ଧନ୍ୟବାଦ।